ରାହୁଲଙ୍କ ମୁହଁରେ ଚାଷୀ ସୁରକ୍ଷା କଥା ହାସ୍ୟାସ୍ପଦ, ଏହା କହିଲେ ଅମିତ ଶାହା। ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ୟୁରୋପ ସଂଘ ଓ ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କ ଅପପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି ଅମିତ ଶାହା। ଗାନ୍ଧୀନଗରର ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯେତେବେଳେ ସେ ସଂସଦରେ ରାହୁଲ ଗାନ୍ଧୀଙ୍କ ଛିଡ଼ା ହୋଇ ଚାଷୀ ସୁରକ୍ଷା କଥା ଉଠାନ୍ତି ସେତେବେଳେ ମୋତେ ବହୁତ ହସ ଲାଗେ। ଦେଶକୁ ଭ୍ରମିତ କରିବାରେ କଂଗ୍ରେସ ଦଳ ଅନେକ ଇତିହାସ ରହିଛି, କିନ୍ତୁ ଏବେ ବାଣିଜ୍ୟ ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ମୁଁ ଦେଶର ସବୁ ଚାଷୀ ଭାଇମାନଙ୍କୁ ଆଶ୍ୱାସନା ଦେଇ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରକାର ବାଣିଜ୍ୟ ଚୁକ୍ତିରେ ଚାଷ ଓ ଚାଷୀଙ୍କ ହିତକୁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ। ଶାହା ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରି ଦୁଗ୍ଧ ଶିଳ୍ପକୁ ନଷ୍ଟ କରିଦେବା ଭଳି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଭିତ୍ତିହୀନ। ତାଙ୍କ କଥାରେ କୌଣସି ଦମ୍ ନାହିଁ। ସେ କେବଳ ଲୋକଙ୍କୁ ମିଛ କହି ଭ୍ରମିତ କରିଛନ୍ତି। ଆମେ ଦୁଗ୍ଧ କ୍ଷେତ୍ରରେ ସମ୍ପ୍ରସାରଣ କରୁଛୁ, ଏହାକୁ ଦୁର୍ବଳ କରୁନାହୁଁ। ସମସ୍ତ ଚୁକ୍ତିନାମାରେ ଦୁଗ୍ଧ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ଶାହା କହିଛନ୍ତି।